ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ମୋର ଏକ କୁନି ବ୍ଲଗ୍କୁ ଆପଣଙ୍କୁ ସ୍ୱାଗତ। ଆଜି ସକାଳୁ ସକାଳୁ ମୁଁ ଆଉ ମୋ ପୁତୁରା ବାହାରି ପଡ଼ିଲୁ ଆମ ଗାଁରେ ଆମ ଗ୍ରାମ୍ୟ ଦେବୀ ମା' ବାସୁଳି ମା'ଙ୍କୁ ଦର୍ଶନ କରିବା ଆଉ ଭୋଗ କରିବା ପାଇଁ। ଏଇଟା ହେଉଛି ଆମ ଗାଁ। ଏଇଠୁ ଆମେ ବାହାରିଲୁ ବାଇକ୍ ଧରିକି। ଏଇଠି ଆମ ଗାଁ ସ୍କୁଲ। ଏଇଠି ମୁଁ ଏ ସ୍କୁଲରେ ପାଠ ପଢ଼ୁଥିଲି। ଏଇଟା ଆମ ଏମ୍ ଇ ସ୍କୁଲ। ଏଇଟା ଆମ ଗାଁ ଛକ। ଏଠି ହନୁମାନ ମନ୍ଦିର। ଏଠି ଗୋଟିଏ ରୋଡ଼ରେ ପଡ଼ିବ ପୁରା ମା' ବାସୁଳି ମା'ଙ୍କ ମନ୍ଦିର। ଏଇ ମା'ଙ୍କ ମନ୍ଦିର ଏବେ ଦେଖାଗଲାଣି। ଏଇଠି ମା'ଙ୍କ ମନ୍ଦିର, ଏଠି ପଡ଼ିଆ। ଏଠି ଲେଫ୍ଟ ସାଇଡ଼ରେ ମା'ଙ୍କର ପୋଖରୀ ପହଞ୍ଚିଗଲେଣି। ଏହି ଦେଖନ୍ତୁ ମା'ଙ୍କ ମନ୍ଦିର। ଏଇ ଆମେ ବାହାରି ପଡ଼ିଲୁ ଭୋଗ ନେଇକି ମନ୍ଦିର ଭିତରକୁ। ଜୟ ମା' ବାସୁଳି। ଦର୍ଶନ କରନ୍ତୁ ମା' ବାସୁଳିଙ୍କୁ। କେତେ ଦିନ ପରେ ମା'ଙ୍କୁ ଦର୍ଶନ କଲି, ବହୁତ ଖୁସି ଲାଗୁଛି। ଏବେ ଆପଣମାନଙ୍କୁ ଦେଖେଇବି ମନ୍ଦିରର କିଛିଟା ଦୃଶ୍ୟ। ଦେଖନ୍ତୁ, ଏପଟେ ଆସିଲା ପରେ ଏଇଠି ମା'ଙ୍କ ମନ୍ଦିର। ଏଇଟା ହେଉଛି ମା'ଙ୍କର ଗେଟ୍। ଏଠି ଏବେ ମୁଁ ଯିବି ଭିତରକୁ ଆଉ ଆପଣଙ୍କୁ ଦେଖେଇବି ମନ୍ଦିରଟି କେମିତି ହେଇଛି। ମା'ଙ୍କ ମନ୍ଦିର ଆପଣମାନେ କହିବେ। ଦେଖନ୍ତୁ କେତେ ସୁନ୍ଦର। ଆଗରୁ ଗୋଟେ ଟାଇପ୍ର ଥିଲା, ଏବେ ବହୁତ ଚେଞ୍ଜେସ୍ ହେଇଗଲାଣି। ମା'ଙ୍କ ମନ୍ଦିର ବହୁତ କାମ ହେଇଗଲାଣି। ବହୁତ ସୁନ୍ଦର ଲାଗୁଛି ମା'ଙ୍କ ମନ୍ଦିର। ଆପଣମାନେ ଯଦି କେବେ ଆସିବେ ନିହାତି ଭାବରେ ଆସନ୍ତୁ ବାଲେଶ୍ୱର ବାହାନଗା ବଡ଼ଙ୍ଗାରେ ଥିବା ମା' ବାସୁଳିଙ୍କ ମନ୍ଦିରକୁ। ଦେଖନ୍ତୁ, ମା'ଙ୍କ ପାଖକୁ ଏବେ ନେଇକି ଯିବି ଆଉ ଥରେ ଆପଣଙ୍କୁ ଦେଖେଇବି ମା'ଙ୍କୁ। ଦେଖନ୍ତୁ, ଏଠି ଦୀପ ଲଗାଯାଏ। ଏଠି ଦୀପ ଷ୍ଟାଣ୍ଡଟା। ଆଉ ଏଠି ମା'ଙ୍କ ମନ୍ଦିର। ଏଠି ଟିକେଟ୍ କଟାଯାଏ ଭୋଗ କରିବା ପାଇଁ। ଏଠି ଆଜି ବହୁତ ସାରା ଲୋକ ଏମିତିକା ଆସୁଛନ୍ତି ଆଜି ପୂଜା କରିବା ପାଇଁ। ଏ ଦୀପ ଏଠି ଲଗାଯାଇଛି। ମା'ଙ୍କୁ ଏ ପୁରା ଦର୍ଶନ କରନ୍ତୁ। ପୁରା ଏତେ ସୁନ୍ଦର ଲାଗୁଛନ୍ତି ଆଜି। ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍, ଫଲୋ କରିବାକୁ ଜମାରୁ ଭୁଲିବେନି। ଏବେ ରହୁଛି, ପୁଣି ନେକ୍ସଟ ଭିଡ଼ିଓରେ ଆପଣଙ୍କୁ ଆଉ ଗୋଟେ ଏକ ନୂଆ ଭିଡ଼ିଓ ଆଣିବି। ରହିଲି, ନମସ୍କାର, ଜୟ ଜଗନ୍ନାଥ।